ଦେଖନ୍ତୁ ଆଜି ପୂଜା ସ୍ୱାଇଁ ନାମକ ଜଣେ ଝିଅ, ବୟସ ହେଉଛି 21 ଇୟର୍ସ। ତାଙ୍କ ଘର ହେଉଛି ଅଗସ୍ତିନ ଗାଁ, ଗଞ୍ଜାମ। ସେ ପ୍ରାୟ 2.5 ବର୍ଷ 3 ବର୍ଷ ପୂର୍ବରୁ ଗୋଟେ ପିଲା ଆମର ଖରିଡ଼ା, ହିଞ୍ଜିଳି ଥାନା ଅଞ୍ଚଳ ଖରିଡ଼ା ଝିଣ୍ଟୁ ଗୌଡ଼ ସହିତ ସେ ଏଲୋପ ହୋଇଥିଲେ। ତାଙ୍କର ଆଉଟ୍ ଅଫ୍ ଲଭ୍ ଆଫେୟାର ସେମାନେ ଫେରାର ହେଇଯାଇଥିଲେ। ସେମାନେ ବାହାରେ ରହୁଥିଲେ ପୁରୀର କୌଣସି ଜାଗାରେ। ଏବେ ଏଇ 17 ତାରିଖ ଦିନ ସେମାନେ ଫେରିଥିଲେ ବ୍ରହ୍ମପୁରରୁ। ସେ ପିଲା ତାକୁ ରେଲୱେ ଷ୍ଟେସନକୁ ଛାଡ଼ିକି କୁଆଡ଼େ ପଳେଇଲା। ସେ ତାର ଛୋଟ ଛୁଆ ସହିତ ଆସିକି ହିଞ୍ଜିଳି ଥାନାରେ 19 ତାରିଖ ଦିନ ଗୋଟେ ଡୋମେଷ୍ଟିକ୍ ଭାୟୋଲେନ୍ସର କେସ୍ ଦେଇଥିଲେ। ଏ ସଂକ୍ରାନ୍ତରେ ହିଞ୍ଜିଳି ଥାନା କେସ୍ ନମ୍ବର 241/26 ରେଜିଷ୍ଟ୍ରେସନ ହେଇଥିଲା ଏବଂ ସେଥିରେ ସେ ଦେଇଥିଲା ତାର ମଦର ଇନ୍ ଲ, ନଣନ୍ଦ ଆଉ ତାର ହଜବାଣ୍ଡ 3 ଜଣ ନାଁ ଦେଇଥିଲା। କେସ୍ ରେଜିଷ୍ଟ୍ରେସନ ହେଇଥିଲା। କେସ୍ ରେଜିଷ୍ଟ୍ରେସନ ହେଲା ପରେ ଯେହେତୁ ସେ ଝିଅର ବ୍ୟକ୍ତିଗତ କେହି ନଥିଲେ, ତାକୁ ଆମେ ୱାନ୍ ଷ୍ଟପ୍ ସେଣ୍ଟରରେ ନେଇକରି 19 ତାରିଖ ଦିନ ରଖା ହେଇଥିଲା ବ୍ରହ୍ମପୁର ସଖୀ ୱାନ୍ ଷ୍ଟପ୍ ସେଣ୍ଟରରେ। ତାପରେ ସେ ତା ନିଜ ଇଚ୍ଛାରେ ସେଠୁ ଆସିଥିଲା, ଆସି କିଛି ଦିନ ବାହାରେ ରହୁଥିଲା ଏବଂ ଏ ଭିତରେ ମଧ୍ୟ ସେ ଆଉ ଗୋଟେ ବ୍ରହ୍ମପୁର ମହିଳା ଯାହା ଶୁଣିଛି ମୁଁ ଗୋଟେ କେସ୍ କରିଛି, ରେଜିଷ୍ଟ୍ରେସନ ନନ୍ ଡାଉଟ୍ ଟର୍ଚର କେସ୍ କରିଛି। କାଲି ଆସିକି ସେ କହିଲା ଯେ ମୁଁ ମୋର ହଜବାଣ୍ଡ ଘରେ ରହିବି। ଲୋକାଲ ଲିଡରଙ୍କ ବା ଲୋକାଲ ଗାଁର ଯେଉଁ ତାଙ୍କର ମୁଖିଆ ଏବଂ ଲୋକାଲ ପିଆରଆଇ ମେମ୍ବର୍ସ ଆଉ ତାର ଫାଦର ଇନ୍ ଲର ଇଣ୍ଟରଭେନ୍ସରେ ସେ ଯାଇକି ତାଙ୍କ ଘରେ ଫାଷ୍ଟ ରୁମ୍ରେ ରହିଲା। ଆଜି ଦିନ ଦ୍ୱିପହରେ ଏ ଘଟଣା ଘଟିଛି। ତାର ଦିଅର ଯିଏ, ସେ ଦିଅର ତାକୁ ବ୍ରୁଟାଲି ଆସଲ୍ଟ କରିଛି। ଆସଲ୍ଟ କଲା ପରେ ତାର ଡେଥ୍ ହେଇଛି। ହଁ, କେସ୍ ଏପର୍ଯ୍ୟନ୍ତ ତାଙ୍କର କେହି ଦେଇନାହାନ୍ତି। ଯେହେତୁ ତାଙ୍କର କେହି ନାହାନ୍ତି, ଆମେ ଡେଡ୍ ବଡିକି ସିଫ୍ଟ କରିଛୁ ହସ୍ପିଟାଲ। ପ୍ରୋସେସ୍ ଚାଲୁଅଛି, ସାଇଣ୍ଟିଫିକ୍ ଟିମ୍ ସ୍ପଟ୍ ଭିଜିଟ୍ କରୁଛି, ପ୍ରୋସେସ୍ ଚାଲୁଅଛି। ହତ୍ୟାକାରୀ କି ଆମେ ରଖି ପଚରାଉଚରା କରୁଛୁ। ଛୋଟ ଛୁଆଟା ତାର 2 ଇୟର୍ସ ଗୋଟେ ଝିଅ ଅଛି, ତାକୁ ଆମେ ପ୍ରୋସେସରେ CWS ଥ୍ରୁରେ ଡିସିପ୍ଲିନ ଥ୍ରୁରେ ଆମେ ତାକୁ ହ୍ୟାଣ୍ଡ ଓଭର କରିବୁ ଚାଇଲ୍ଡ। এটা କ୍ଲିୟର କେସ୍ ଅଫ୍ ଡୋମେଷ୍ଟିକ୍ ଭାୟୋଲେନ୍ସ ଏବଂ ସେ ଆସିକି ଥାନାରେ କେସ୍ ଦେଇଛି। ସେମ୍ ଡେଟ୍ରେ କେସ୍ ରେଜିଷ୍ଟ୍ରେସନ ହେଇଛି ଏବଂ ତଦନ୍ତ ଚାଲିଛି। ତାର ଫାଦର ଇନ୍ ଲକୁ ଥାନାକୁ ଡକା ହେଇଛି। ତାଙ୍କୁ ଯାହା ଆମର ପ୍ରୋସିଜିଓର ଅଛି ପ୍ରୋସିଜିଓର କରାଯାଇଛି। ହତ୍ୟାକାରୀ ସେ ଅଟକ ଅଛି।